ଆଜ୍ଞା ଚଷା ପୁଅ ଜାଣେ ଚାଷର ମୂଲ୍ୟ। ସୁନାର କ୍ଷେତ ଆଜ୍ଞା ପୁରା ଫଳେଇ ଦେଲା, ତା ଘରକୁ ନବ ନା ନବନି। ଏବେ କମ୍ ବାତ୍ୟା ଫାତ୍ୟା କି ବର୍ଷା ହେବ। ତେଣୁ ମୋ ଘର ପାଖରେ ଭାଇ ଜଣକ ଧାନ କେମିତି ନେଇକି ଗଲେ ଦେଖିଲ ତ। ଆମେ ବି ଆଜ୍ଞା ଆମ ସମୟରେ ନେଉଥିଲୁ, ଏବେ ଭାଇ ଆଉ ତ ନେବାର ନାହିଁ, ଚାଷ ଭାଗ ଦେଇଦେଇଛୁ। କିନ୍ତୁ ଏଠି ଜଣେ ଭାଇ ଦେଖ ଏଇଠି କରୁଛନ୍ତି, ସେ ଭାଇ ଜଣ ବି ଚିହ୍ନା ପରିଚୟ, ସବୁ ନେଇକି ଯାଉଛନ୍ତି କଳେଇ ଆଉ କ'ଣ। ତାପରେ କାଲି ପରଦିନ ଟ୍ରାକ୍ଟର ଆଣିକି ମେସିନ୍ରେ ଧାନ ବାହାର କରିଦେବେ ଆଉ। ରହୁଛି ଆଜ୍ଞା।